ସ୍ୱାଧୀନତା ଦିବସ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି, ଉପସ୍ଥିତ ଭଦ୍ରମଣ୍ଡଳୀ, ମୋର ପ୍ରିୟ ସହପାଠୀ ତଥା ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପ୍ରଭାତ ଉତ୍ସବରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଯଦି ମୋର ବକ୍ତବ୍ୟରେ କୌଣସି ତ୍ରୁଟି ଥାଏ ତେବେ ଆପଣମାନଙ୍କ ଜ୍ଞାନୀ ଗୁଣ ଓ ସରଳ ହୃଦୟରେ ମୋତେ କ୍ଷମା କରିବେ ବୋଲି ମୁଁ ଆଶା କରୁଛି। ଆଜି ସମଗ୍ର ଭାରତବର୍ଷରେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ହୃଦୟରେ ନୂଆ ଉନ୍ମାଦ, ଉତ୍ସାହ ଓ ଉଲ୍ଲାସ ଭରି ଉଠିଛି। କାରଣ ଆଜକୁ ପ୍ରାୟ 77 ବର୍ଷ ପୂର୍ବେ ଏହି ଦିନ ଆମ ମାତୃଭୂମି ଭାରତବର୍ଷ ସ୍ୱାଧୀନତାର ପ୍ରଥମ ଆସ୍ୱାଦନ ଲାଭ କରିଥିଲା। ଦୀର୍ଘ 200 ବର୍ଷ ଧରି ଇଂରେଜମାନେ ଆମ ଦେଶକୁ ଶାସନ କରିଥିଲେ। ସେମାନେ ଆମ ଦେଶରେ ଉପନିବେଶବାଦ ପ୍ରତିଷ୍ଠା କରି ଆମ ଦେଶର ଲୋକମାନଙ୍କୁ କ୍ରୀତଦାସ ଭାବରେ ଖଟାଉଥିଲେ। ଆମ ଦେଶର ଲୋକମାନଙ୍କୁ ପଶୁ ପରି ବ୍ୟବହାର କରୁଥିଲେ। ଆମ ଦେଶର ମୂଲ୍ୟବାନ ଜିନିଷ ତାଙ୍କ ଦେଶକୁ ବୋହି ନେଇଯାଉଥିଲେ। ଆମ ଦେଶର ମୂଲ୍ୟବାନ କୋହିନୂର ହୀରା ଏବେ ବି ତାଙ୍କ ଦେଶରେ ରହିଅଛି। ଇଂରେଜମାନେ ଗୋରା ହୋଇଥିବାରୁ ସେ ଆମ ଦେଶର କଳା ଲୋକମାନଙ୍କୁ ଘୃଣା କରୁଥିଲେ ଏବଂ ନୀଚ ଦୃଷ୍ଟିରେ ଦେଖୁଥିଲେ। ସେତେବେଳେ ଗୋରା ଲୋକମାନେ କରିଥିବା ହୋଟେଲ ଉପରେ ଲେଖାଯାଉଥିଲା, ଇଣ୍ଡିଆନ୍ସ ଆଣ୍ଡ ଡଗ୍ସ ଆର୍ ନଟ୍ ଏଲାଉଡ୍। ଏହାର ଅର୍ଥ ହେଉଛି ଭାରତୀୟମାନେ କୁକୁରମାନଙ୍କ ସହ ସମାନ। ଏହାର ପ୍ରତିବାଦ କଲେ ମିଳୁଥିଲା ଚାବୁକ ପ୍ରହାର ଓ ଅକଥନୀୟ ଅତ୍ୟାଚାର। କିନ୍ତୁ ଏସବୁକୁ ଖାତିର ନ କରି ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ମଙ୍ଗଲ ପାଣ୍ଡେ 1857 ମସିହାରେ ଇଂରେଜମାନଙ୍କ ବିରୋଧରେ ବିପ୍ଳବର ମଞ୍ଜି ବୁଣିଥିଲେ। ପରେ 1858 ମସିହାରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଓ ତାନ୍ତ୍ୟା ଟୋପେ ଏହି ବିପ୍ଳବକୁ ଆଗେଇ ନେଇଥିଲେ। ଖୁଦିରାମ ବୋଷ, ଭଗତ ସିଂ ଓ ଚନ୍ଦ୍ରଶେଖର ଆଜାଦ ସ୍ୱାଧୀନତା ପାଇଁ ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡ଼ିଲେ। ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଗୋରା ସରକାରଙ୍କ ଶାସନ ଗାଦିକୁ ଟଳମଳ କରିଦେଇଥିଲା। ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନ, ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ର ତେଜଭରା କଣ୍ଠରେ ଭାରତର ଶହ ଶହ ଯୁବକ, ନରନାରୀ ଓ ଶିଶୁ ଆମ ମାତୃଭୂମିକୁ ରକ୍ଷା କରିବା ପାଇଁ ଆଗେଇ ଆସିଥିଲେ। ଆଜି ଯେଉଁ ଚିତ୍ର ଶୋଭିତ ଜାତୀୟ ପତାକା ବାଇ ହିଲ୍ଲୋଳରେ ଫରଫର ହୋଇ ଉଡ୍ଡୀମାନ ହେଉଅଛି, ତାହା ହେଉଛି ଏହି ବୀର ପ୍ରସବିନ ମାର ସୁଯୋଗ୍ୟ ଓ ସାହସୀ ସନ୍ତାନମାନଙ୍କ ଆତ୍ମବଳି ଯୋଗୁଁ। ମୁଁ ଆଜି ସେହି ହୃଦୟବତ୍ସଳ ତ୍ୟାଗୀ ବୀର ନେତାମାନଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କର ତ୍ୟାଗ ବଳିଦାନ ଯୋଗୁଁ ଆମ ମାତୃଭୂମି ଭାରତ ପରାଧୀନତାର ଶୃଙ୍ଖଳ ଛିନ୍ନ କରି 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ଭାରତ ସ୍ୱାଧୀନତା ଲାଭ କଲା। ଆମ ଦେଶର ସବୁ ସ୍ତରରେ ଏବେ ମହାବିଶୃଙ୍ଖଳାର ରାଜତ୍ୱ, ଶାସନର ସର୍ବୋଚ୍ଚ କ୍ଷେତ୍ରରେ ଲାଞ୍ଚ, ମିଛ, ପ୍ରିୟାପ୍ରୀତି, ପରିତୋଷଣ ଆଦି ଦୁର୍ନୀତିଜନିତ ବିଶୃଙ୍ଖଳା ଫଳରେ ଆମ ଦେଶ କଳୁଷିତ ହେବାକୁ ବସିଲାଣି। ନୀତି ଓ ଆଦର୍ଶର ଅଭାବରେ ଯୁବ ସମାଜ ଓ ତରୁଣ ମଣ୍ଡଳୀ ଶିଷ୍ଟାଚାର ଶୂନ୍ୟ ହୋଇପଡ଼ିଲେଣି। ଆମ ଦେଶର ଶିଶୁ ଓ ନାରୀ ଅସୁରକ୍ଷିତ ମନେ ହେଲେଣି। ତେଣୁ ସମସ୍ତ ଭାରତବାସୀ ଏହି ଜାତୀୟ ପତାକା ତଳେ ଶପଥ ନେବା, ଆମେ ଏକ ହୋଇ ଆମ ଦେଶକୁ ଆଗେଇ ନେବା। ୟୁନିୟନ ଇଜ୍ ଷ୍ଟ୍ରେଂଥ, ଅର୍ଥାତ୍ ଏକତା ହିଁ ବଳ। ଏକତା ଯେ ଏକ ମହାନ ଶକ୍ତି, ତାହା ଭାରତବାସୀ ହୃଦୟଙ୍ଗମ କରି ଏକତାବଦ୍ଧ ହୋଇ ଚଳିବା, ସେବା, ତ୍ୟାଗ ଓ ବୀରତ୍ୱର ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶର ସ୍ୱାଧୀନତା ଓ ଅଖଣ୍ଡତା ରକ୍ଷା କରିବା। ରାଜ୍ୟ ଦେଶ ସ୍ତରରେ ଶୃଙ୍ଖଳା, ନିର୍ମଳ ଓ ସନ୍ଦେହମୁକ୍ତ ଶାସନ ଗଢ଼ି ତୋଳିବାରେ ସାହାଯ୍ୟ କରିବା। ନାରୀ ସଶକ୍ତିକରଣରେ ସାହାଯ୍ୟ କରିବା। ଜାତୀୟ ପତାକାର ଗୌରବ ଓ ମର୍ଯ୍ୟାଦା ରକ୍ଷା କରିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।